ଏକ ଘଞ୍ଚ ଜଙ୍ଗଲରେ ନଦୀ କୂଳରେ ଏକ ବଡ଼ ଫଳ ଗଛ ଥିଲା। ଏହି ଗଛରେ ଚତୁର ମାଙ୍କଡ଼ ରହୁଥିଲେ, ଯିଏ ପ୍ରତିଦିନ ତାଜା ଫଳ ଖାଇ ପେଟ ଭରି କରୁଥିଲେ। ଗୋଟୁ ନାମକ ନଦୀରେ ରହୁଥିବା ଏକ କୁମ୍ଭୀର ପ୍ରାୟତଃ ମାଙ୍କଡ଼କୁ ଦେଖା କରିବ ଏବଂ ମାଙ୍କଡ଼ ମଧ୍ୟ ତାଙ୍କୁ ଫଳ ଖାଇବ। ଧୀରେ ଧୀରେ ସେମାନେ ଭଲ ବନ୍ଧୁ ହେଲେ, କିନ୍ତୁ ଦିନେ କୁମ୍ଭୀରର ସ୍ତ୍ରୀ ତାଙ୍କୁ ମାଙ୍କଡ଼ର ହୃଦୟ ଆଣିବାକୁ ଅନୁରୋଧ କଲା। ସେ କହୁଥିଲେ, ଯଦି ମାଙ୍କଡ଼ ଏପରି ରସାତ୍ମକ ଫଳ ଖାଏ, ତାର ହୃଦୟ ମଧ୍ୟ ବହୁତ ସ୍ୱାଦିଷ୍ଟ ହେବ। ତାଙ୍କ ପତ୍ନୀଙ୍କ କଥା ଶୁଣିବା ପରେ କୁମ୍ଭୀରଟି ଦ୍ୱନ୍ଦ୍ୱରେ ପଡ଼ିଥିଲା। ସେ ନିଜ ବନ୍ଧୁ ମାଙ୍କଡ଼କୁ ବିଶ୍ୱାସଘାତକତା କରିବାକୁ ଚିନ୍ତା କରୁଥିଲେ, କିନ୍ତୁ ସେ ଏଥିପାଇଁ ମଧ୍ୟ ଦୁଃଖୀତ ଥିଲେ। ପରଦିନ କୁମ୍ଭୀରଟି ନିଜ ପତ୍ନୀଙ୍କ ସହ ପରିଚିତ ହେବାର ବାହାନା କରି ନଦୀ ପାର ହୋଇ ମାଙ୍କଡ଼କୁ ଆମନ୍ତ୍ରଣ କଲା। ପ୍ରକୃତି ଦ୍ୱାରା ନିର୍ଦ୍ଦୋଷ ଏବଂ ଦୟାଳୁ ଥିବା ମାଙ୍କଡ଼ ତୁରନ୍ତ ରାଜି ହେଲା। ସେମାନେ ନଦୀ ମଧ୍ୟଭାଗରେ ପହଞ୍ଚିବା ମାତ୍ରେ କୁମ୍ଭୀରଟି ତାଙ୍କ ଯୋଜନା ବିଷୟରେ ପ୍ରକାଶ କରିଥିଲା। ମାଙ୍କଡ଼ ଚକିତ ହୋଇଗଲା, କିନ୍ତୁ ତୁରନ୍ତ ତାର ବୁଦ୍ଧି ବ୍ୟବହାର କଲା। ମାଙ୍କଡ଼ କହିଲା, ଓ ମୁଁ ମୋର ହୃଦୟକୁ ଗଛ ଉପରେ ଛାଡ଼ି ଦେଇଥିଲି, ମୋତେ ପୁନର୍ବାର ଗଛକୁ ନେଇଯାଅ, ଯାହା ଫଳରେ ମୁଁ ମୋର ହୃଦୟ ପାଇପାରିବି। ଟିକିଏ ନିର୍ବୋଧ ଥିବା କୁମ୍ଭୀରଟି ମାଙ୍କଡ଼ର ଶବ୍ଦ ଦ୍ୱାରା ତାଙ୍କୁ ପୁନର୍ବାର ଗଛ ପାଖକୁ ନେଇଗଲା। ସେମାନେ ଗଛ ନିକଟରେ ପହଞ୍ଚିବା ମାତ୍ରେ ମାଙ୍କଡ଼ ଶୀଘ୍ର ଗଛ ଉପରକୁ ଧରି କୁମ୍ଭୀରକୁ କହିଲା, ତୁମେ ମୋର ପ୍ରକୃତ ବନ୍ଧୁ, କିନ୍ତୁ ତୁମେ ମୋତେ ବିଶ୍ୱାସଘାତକତା କରିବାକୁ ଚେଷ୍ଟା କଲ। ହୃଦୟ ସବୁବେଳେ ଶରୀରରେ ଥାଏ। ମୁଁ ଏଥିରୁ ରକ୍ଷା ପାଇବା ପାଇଁ କରିଥିଲି, ତୁମେ କହିଲେ। କୁମ୍ଭୀରଟି ତାର ଭୁଲ ବୁଝିଗଲା ଏବଂ ଲଜ୍ଜିତ ହେଲା। ସେ ମାଙ୍କଡ଼କୁ କ୍ଷମା ମାଗିଥିଲେ ଏବଂ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ଆଉ ତାଙ୍କୁ ବିଶ୍ୱାସଘାତକତା କରିବେ ନାହିଁ। ମାଙ୍କଡ଼ କୁମ୍ଭୀରକୁ କ୍ଷମା କଲା, କିନ୍ତୁ ସତର୍କତା ଅବଲମ୍ବନ କରିବାକୁ ସ୍ଥିର କଲା। ନୈତିକ ଏହି କାହାଣୀ ଆମକୁ ସେହି ପ୍ରତାରଣା ଶିଖାଏ। ତ୍ୟାଗ କରିବା କଦାପି ଅନ୍ୟାୟ ନୁହେଁ ଏବଂ ପ୍ରକୃତ ବନ୍ଧୁତ୍ୱର ମୂଲ୍ୟ ଅମୂଲ୍ୟ ଅଟେ।